ଏଥର ଯେତେବେଳେ ଚାଷ କରିବେ ପୂର୍ବାପେକ୍ଷା 2023-24 ମସିହାରେ ଖରିଫ ଋତୁ ରବି ଋତୁ ପାଇଁ ସରକାର ବିହନ ମଧ୍ୟ ଯୋଗାଇ ଦେଉଛନ୍ତି ଏବଂ ଫସଲ ପାଇଁ ଯନ୍ତ୍ରପାତି ସବସିଡି ମଧ୍ୟ ଯୋଗାଉଛନ୍ତି ଆପଣ ସୁବିଧାରେ ଚାଷ କରିବା ପାଇଁ। ଆଉ କଣ କରିଛନ୍ତି ଆପଣ ସିନା ଚାଷ କରିବେ, ଚାଷ କଲେ ଯଦି ବନ୍ୟା ବାତ୍ୟା ମରୁଡ଼ିରେ କ୍ଷତି ହୁଏ ଆଉ ଗୋଟିଏ ଯୋଜନା କରିଛନ୍ତି ତାହା ହେଉଛି ଫସଲ ଋଣ ସୁଧ ରିହାତି। ଆପଣ ଯଦି ଫସଲ ପାଇଁ ଯଦି ଋଣ ଆଣିବେ ଚାଷ କରିବେ ଯଦି କ୍ଷତି ହୁଏ ସରକାର ତାର ପ୍ରମାଣ ପାଆନ୍ତି ସେଥିପାଇଁ ମଧ୍ୟ ଆପଣଙ୍କୁ ସୁବିଧା କରିଛନ୍ତି। ବନ୍ୟା ବାତ୍ୟା ମରୁଡ଼ିରେ ହୋଇଲେ ଯେ କ୍ଷତି ସରକାର ଦେଖିଲେ ଦେବେ ଅର୍ଥ ରିହାତି। ଏକ ଲକ୍ଷରେ ଯେ ସୁଧ ଛାଡ଼ ଯେ କରିବେ 3 ଲକ୍ଷରେ ଯେ 2% ନେବେ। 3 ଲକ୍ଷରେ ଯେ 2% ନେବେ। 3 ଲକ୍ଷରେ ଯେ 2% ସରକାର ଆଉ କଣ କରିଛନ୍ତି ଆପଣ ଯଦି ଚାଷ କରିବା ପାଇଁ ଯଦି ଋଣ କରିବେ ତାହେଲେ 1 ଲକ୍ଷ ଯଦି ଋଣ ଆଣିବେ ବିନା ସୁଧରେ ଆପଣ ମୂଳେ ମୂଳେ ସୁଝିବେ। ଯଦି 2 ଲକ୍ଷରୁ 3 ଲକ୍ଷ ପର୍ଯ୍ୟନ୍ତ ଋଣ ଆଣିବେ ତାହେଲେ 2% ମାତ୍ର କେବଳ ସୁଧ ଦେବାକୁ ପଡ଼ିବ।